ପାଇଁ କିଛିଟା କ୍ୱେଶ୍ଚେନ୍ ଲେଖିଛି ସେ ମୋର ଠିକ ଠିକ ଆନ୍ସର ଦେଇ ପାରୁଛନ୍ତି କି ନାହିଁ ଆମ ଯାଜପୁର ଟାଉନ ଭୁବନେଶ୍ୱର ମେଡିକାଲ ଏକ୍ସପିରିଏନ୍ସ ରୋଷେଇ ଆମର ଅଛନ୍ତି ବାହାନ୍ତୁନି ସେ କାମ ଲଗେଇ ଛାଡ। ଜଗନ୍ନାଥ ନମସ୍କାର ସ୍ୱରାଜ ଓଡିଆ ବ୍ଲଗ୍ସ କୁ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ତ ଶନିବାର ଜାଣିଥିବେ ମୁଁ ଠାକୁର ପୂଜା ସାରିକି ହନୁମାନ କତିରୁ ଆସିଲି ନା ଆଜି ରୁମ ରେ ବହୁତ କାମ ଅଛି। ରୁମ ରେ ଆମର ଏଇ ପାଣି ଟ୍ୟାପ ଟି ନା ସଦାବେଳେ ପାଇଁ ଲିକ୍ ହଉଛି। ଏଇ ଟ୍ୟାପ ଟି ମାନେ ଖୋଲିବ ସ୍ଲୋରେ ପାଣି ଆସୁଛି ତ ଦେଲା ବେଳକୁ ବହୁତ ଟାଇମ ଲାଗୁଛି ଏମିତି ଲିକ୍ ହଉଛି। ପାଣି ଲିକ୍ ଡ୍ରପ ଡ୍ରପ ଲିକ୍ ହେଇକି ପଡୁଛି ପାଣି ବୁଲି ଯାଉଛି କଣ୍ଟିନ୍ୟୁ ଦେଖ ଏ ପାଞ୍ଚ ଟ୍ୟାପ ଟାକୁ ଆମେ ଚେଞ୍ଜ କରିବୁ ଚେଞ୍ଜ କରିବୁ ଚାଲ ଚେଞ୍ଜ କରିବା କାହିଁକି ନା ଟାଙ୍କି ପାଖରୁ ଆମର ଲାଇନ ନଥାଏ ସେଠି ଆମେ ପାଣି ଟା ବନ୍ଦ କରିମୁ ତାପରେ ଏଠି ଆସି ଆମେ ଚେଞ୍ଜ କରିମୁ। ପାଣି ତ ବନ୍ଦ କରିଦେନି ପାଣି ଏବେ ଖୋଲିଦବା ଯୋଉ ଲାଇନରେ ପାଣି ଥିବ ପାଣି ପଳେଇ ଆସିବ ଆଗ ଏଇ ଟ୍ୟାପ ଟା ଚେଞ୍ଜ କରିବା ଚାଲନ୍ତୁ। ପାଣି ଆସୁଛି ଅଧିକା ପାଣି ଆସୁଛି ସେଠୁ ଟିକେ କମ ଆସିଲା କମ ଆସିଲା ତାପରେ ଆମେ ଗୋଟେ ଜାଲି ଟାଇପ ର ଲଗେଇଦେଲୁ ପାଣି ଟିକେ ହାୱା ନେଇ ଆସିବ ବୋଲି। ମ୍ୟାଡାମ କଣ କରୁଛ ମ୍ୟାଡାମ? ପିଠା ଫେସିଆଲ ବହି କଥା କେତେ ଖଣ୍ଡ ପିଠା କଲେ ତମେ? ପିଠା କଣ ଦହି ଆଗ ମାରି ଚା ଖାଇବ ଚା କରିଦେବି ନାଲି ଚା କର ମତେ କ୍ଷୀର ଚା ପସନ୍ଦ ନୁହଁ। ନାଲି ଚା କରିଦେବେ ଭଲ ନା ତାଠୁ ଆହୁରି ବେଟର ଲଙ୍କା ରସୁଣ ଦଲଦବ ଯଦି ଲଙ୍କା ରସୁଣ ପିଠା ଲଙ୍କା ରସୁଣ ଯୋଉ ମଜା ନାଇଁ ବାବନ ବାବନ ମୁହଁ ଶୁଖେଇ ଦେଇଛି କାହିଁକି ନା ତାଙ୍କ ମା ରୋଷେଇ କରୁଛନ୍ତି ଆଜି ପିଠା କରୁଛନ୍ତି ରୋଷେଇ ଘରେ ସେଇଥିପାଇଁ ବାବନ ସାଧାରଣ ତାଙ୍କ ପାଖରେ ରହି ଖେଳିବେ ନାଇଁ ତମ ପୁଅ ଇଆ କହୁଛି ନା ତମ ରୋଷେଇ ଘରେ ଧର ନା ମୁଁ ତମ ରୋଷେଇ କରିଦିଅ କଣ ତମକୁ ଟାଣି ନେଇଯାଇ ଆସିବି ତାଙ୍କୁ ଟାଣି ନେଇଯାଇ ମୁଁ ଆସି ରୋଷେଇ କରେ। ମା ପୁଅକୁ ଶିଖେଇଛନ୍ତି କି ପୁଅ ନାଇଡିଆରେ କରୁଛି ଏଟା ମୁଁ ବି ଜାଣିନି ପ୍ରାୟ ଟାଇମରେ ରୋଷେଇ ମୁଁ କରୁଛି ଯେତେବେଳେ ମୋର ଛୁଟି ଥାଏ ଡ୍ୟୁଟି ନାଇଁ ଜଲ୍ଦି ଜଲ୍ଦି ପିଠା କଲେ ଭୋକ କଲାନି ଆମର ଆଜି ଲଙ୍କା ରସୁଣ ପିଠା ଦହି ଚା ତିନିଟାରୁ ମୁଁ ଲଙ୍କା ରସୁଣ ଖାଇବି ପିଠାଟା ମୁଁ ଉଠେଇଛି। ବାହାନ୍ତୁନି ସେ କାମ ଲଗେଇ ଛାଡ କାମ ଲଗେଇବା ଫୋନ୍ ଟା ଧର ମୁଁ ପିଠା ଉଠୁଛି ନାଇଁ ଦେଖିବ ଧର ଫୋନ୍ କ୍ୟାମେରା ଅଛି ସିଏ ମ୍ୟାଡାମ ଭାବୁଛନ୍ତି ଆମେ ପିଠା କରି ଜାଣିନୁ ନା କଣ କଣ ଭାବୁଛ କି ଆମେ କଣ କିଛି ଜାଣିନୁ 12 ବର୍ଷ ହେଲାନି ଆମେ ବାହାରେ ଅଛୁ ରହୁଛୁ ରୋଷେଇ ନିଜେ କରି ଖାଇଛୁ ଆମେ ପିଠା ଟା ଓଲଟେଇନି ସେପଟେ ପଛପଟେ ତଳପଟେ ହେଇଛି କି ନାଇଁ ସେ ସାଙ୍ଗେ ସାଙ୍ଗେ କରିକି ଆମ ଦେଲେ ଜାଣିପାରୁଥିବେ କୋଉ ଏକ୍ସପିରିଏନ୍ସ ରୋଷେଇ ଆମର ଅଛନ୍ତି ଆମ ମ୍ୟାଡାମ ଏଇ ଦେଖ ଭାଙ୍ଗିଦେଲେ ଏଇଟା ନାଇଁ ତମେ ରୁହ ମୁଁ ତମ ଆଗରେ ପିଠା କରି ଦେଖ ଦେଖ ମୁଁ କେମିତି ପିଠା କରେ ଦେଖ ପିଠା କରିବା ତମ କତିରୁ ଶିଖିଯିବା ଦେଖ ପିଠା ଦହି ଲଙ୍କା ରସୁଣ ଚାଲୁନ ଦେଖିବା ମୁଁ ଆଙ୍କ ପାଇଁ କିଛିଟା କ୍ୱେଶ୍ଚେନ୍ ଲେଖିଛି ସେ ମୋର ଠିକ ଠିକ ଆନ୍ସର ଦେଇ ପାରୁଛନ୍ତି କି ନାହିଁ ଆଉ କ୍ୱେଶ୍ଚେନ୍ ହେଲା ଆପଣ ମାନେ ଫାଷ୍ଟ ପଢନ୍ତୁ ମୁଁ ସେ କଣ କହିବେ ମୁଁ କହୁଛି ଫାଷ୍ଟ ହେଲା ତୁମର ଜୀବନର ସବୁଠାରୁ ଖୁସିର ଦିନ ତୁମ ଜୀବନର ସବୁଠାରୁ ଦୁଃଖର ଦିନ ତୁମକୁ ମୋର କେଉଁ ହାତ ତିଆରି ଖାଦ୍ୟ ଭଲ ଲାଗେ ଆମର ବାହାଘର ତାରିଖ କେତେ ତାହାର ଆନ୍ସର ମୁଁ ଆପଣଙ୍କୁ ଫାଷ୍ଟରୁ ଲେଖି ଦଉଛି ଇଏ ହେଇଗଲା ତୁମ ଜୀବନର ସବୁଠାରୁ ଖୁସିର ଦିନ ଯେବେ ପୁଅ ଜନ୍ମ ହୋଇଥିଲା ତୁମ ଜୀବନର ସବୁଠାରୁ ଦୁଃଖର ଦିନ ମତେ ଯେଉଁ ଦିନ କୋରୋନା ହୋଇଥିଲା ତୁମ ଜୀବନର ତୁମକୁ ମୋର କେଉଁ ହାତ ତିଆରି ଖାଦ୍ୟ ଭଲ ଲାଗେ ଗଇଁଠା ପିଠା ଆଉ ଗୋଟେ ଭେଜ ବିରିୟାନୀ ଭେଜ ବିରିୟାନୀ ଫ୍ରାଏ ରାଇସ୍ ଓକେ ଆମର ବାହାଘର ତାରିଖ କେବେ ଆମ ବାହାଘର ହେଲା 3 ଆମର ବାହାଘର ହେଇଥିଲା ମେ 2022 ଓକେ ଚାଲନ୍ତୁ ଦେଖିବା ସେ କେତେ
ଆଦିରୁ ମନେ ରଖିଛନ୍ତି ତାରିଖଟା କହିଦେବେ ଯଦି ମୁଁ ମାନିଯିବି ଏଇଟା ନ କହିଲେ ଚାଲନ୍ତୁ ଯିବା ତାଙ୍କ ପାଖକୁ କଣ କରିଛନ୍ତି ଆଉ କ୍ୱେଶ୍ଚେନ ର ସବୁ ଆନ୍ସର ପଚାରିବା ଯିବା ଦେଖିବା କଣ କରୁଛ ମୋ ସହିତ କାର୍ଟୁନ ଦେଖୁଛି କଣ କରିବି ବ୍ଲଗ୍ସ ବନଉଛି ବ୍ଲଗ ମୁଁ ତମ ନାଇଁ କିଛି କ୍ୱେଶ୍ଚେନ ଆନ୍ସର କ୍ୱେଶ୍ଚେନ ଲେଖିକି ଆସିଛି ତମେ ତାର ଆନ୍ସର ମତେ ଦବ ଭାବି ଚିନ୍ତି ଦବ ରିମୋଟ ପକେଇଦେଲା ସେ ତାର ମୁଣ୍ଡ ପରେ ମୋଟିକି ବସ ବସ ସେ ରିମୋଟ ପକେଇ ଦେଇଛି ତଳେ କଣ କରିବ ବାବୁନ ରିମୋଟ ପଡିଗଲା ତଳେ ତମେ ଧର ମ୍ୟାଡାମ ଆଜି କଣ କ୍ୱେଶ୍ଚନ ପଚାରି ତମେ ତା ରିମୋଟ ତଳେ ପଡିଗଲା ମୋ ପୁଅ ପାଗଳ ହେଇଗଲା ରିମୋଟ ତଳେ ପଡିଗଲା ସେ ଖଟ ଟାଣିବା ପାଇଁ ସେ ଆଉ କ୍ୱେଶ୍ଚେନ ଆନ୍ସର ଲେଖିକି ଆଣିଛନ୍ତି ପଚାରିବି ବାବୁନ କ୍ୱେଶ୍ଚନ ଆନ୍ସର ଦବ ତୁମ ଜୀବନର ସବୁଠାରୁ ଖୁସିର ଦିନ ଯୋଉ ଦିନ ନାଇଁ ସରି ମାନେ କୋଉ ଦିନ ଖୁସି ଦିନଟା ତମର ଯେତେ ଜନ୍ମରୁ ଆଜି ପର୍ଯ୍ୟନ୍ତ ମୋ ପୁଅ ଜନ୍ମ ହେଇଥିଲା କଟକ ମେଡିକାଲ ରେ ଜନ୍ମ ହେଇଥିଲା ଆମ ସେଇଦିନ ଖୁସିର ଦିନ ମୋ ପୁଅ ଠିକ ଡିସେମ୍ବର ମାସ 18 ତାରିଖରେ ଜନ୍ମ ହେଇଥିଲା ଡିସେମ୍ବର ମାସ 11 ତାରିଖ ନଭେମ୍ବର ମାସ 11 ତାରିଖ କାହିଁକି ମୋ ଖୁସିଟା ହେଲା ମୋ ପୁଅ ଜନ୍ମ ହେଇଥିଲା ମୋ ଖୁସି ହଉ ଠିକ ଅଛି ତୁମ ଜୀବନର ସବୁଠାରୁ ଦୁଃଖର ଦିନ ମୋ ଜୀବନର ସବୁଠୁ ଦୁଃଖର ଦିନ ବାବୁନ ମୋ ଜୀବନର ସବୁଠୁ ଦୁଃଖର ଦିନ ସେମିତି ବହୁତ ଦୁଃଖ ଦିନ ଅଛି କିନ୍ତୁ ସବୁଠୁ ବହୁତ ଦୁଃଖ ଦିନ ହେଲା ଯେ ତମ ଯୋଉ କରୋନା ହେଇଥିଲା ଭୁବନେଶ୍ୱର ଆମ ଯାଜପୁର ଟାଉନ ଭୁବନେଶ୍ୱର ମେଡିକାଲ ତମକୁ ଯେତେବେଳେ ନେଇକି ଆଡମିସନ କରିଥିଲ ଏସସିବି ମେଡିକାଲ ଆଡମିସନ କରିଥିଲି ଯେତେବେଳେ ତମେ ଏସସିବି ରେ ମତେ ଆଡମିସନ କରିଥିଲ କୋଉଠି କରିଥିଲେ ଏଇଠି ସମ୍ ହସ୍ପିଟାଲ ଆଡମିସନ ସରି ସେଇଟା ମନେ ଅଛି ମତେ କିନ୍ତୁ କୋରୋନା ହେଇଥିଲା କିନ୍ତୁ ମେଡିସିନ ସମ୍ ହସ୍ପିଟାଲ ଆଡମିସନ କରିଥିଲୁ ମ୍ୟାଡାମ ମିନିମମ୍ 15 ଦିନ ପାଖାପାଖି ମେଡିକାଲ ରହିଲେ ଆମେ ମେଡିକାଲ ପାଖରେ ହୋଟେଲରେ ରହିଲୁ 20 ଦିନ ପାଖାପାଖି ହୋଟେଲ ଆମେ ରହିଲେ ମେଡିକାଲରେ ଡେଲି ସକାଳୁ ସନ୍ଧ୍ୟା ବେଳକୁ ମ୍ୟାଡାମ ଆମେ ଯାଉ ଖାଇବା ପାଇଁ ଦଉ ଭିଡିଓ କଲ ଡେଲି କରୁ ଯେବେ ବି ଜଏନିଂ ଏଇ ମେଡିକାଲରେ ଆଡମିସନ ହେଇଥିଲେ 2 ଦିନ 3 ଦିନ ଭିଡିଓ କଲ କରିଥିଲେ ତାର 2 ଦିନ 3 ଦିନ ମତେ ଭିଡିଓ କଲ କରିନଥିଲେ ଆମେ ପୁରା ବହୁତ ଡରିକି ବହୁତ ଛାନିଆ ହେଇଯାଇଥିଲେ ସେତେବେଳେ ପୁଅ ଇଏ କରିଥିଲେ ବୋଲି ଆଉ କଣ କର ଠିକ ଅଛି ଆଉ ଗୋଟେ 3 ନମ୍ବର ପ୍ରଶ୍ନ ତୁମକୁ ମୋର କେଉଁ ହାତ ତିଆରି ଖାଦ୍ୟ ଭଲ ଲାଗେ ସତ କହିବ ମାନେ ବାହା ହେଲା ପର ଦିନଠୁ ମାନେ ବାହା ହବା ଦିନଠୁ ନା ଏବେ ବିଶାଖାପାଟଣା ଆସିଲା ଦିନଠୁ ଆଜି ସକାଳୁ ତ ପିଠା ମୁଁ ବନେଇ ମୋଠୁ ପିଠା ଶିଖିଛନ୍ତି କହିଲେ ଏବେ ତାଙ୍କ ହାତ ତାହେଲେ ତାଙ୍କ ହାତ ତିଆରି ରୋଷେଇ ହେଲେ ମତେ ସେଦିନ ମୁଁ ଜଷ୍ଟ ଯେବେ ମଟନ ବିରିୟାନୀ କରିଥିଲି ଚିକେନ ବିରିୟାନୀ କରିଥିଲି ତାପରେ ପରେ ମ୍ୟାଡାମ ଭେଜ ପଲଉ କରିଥିଲେ ସେଇଟା ଭଲ ଲାଗୁଥିଲା ସେଇଟା ମତେ ଭଲ ଲାଗେ ଆଉ ଗୋଟେ ମୋ ମନ ନାହିଁ ତମେ କୁହ ମୁଁ ଏତେ ଜିନିଷ ଆଉ ଗୋଟେ ପିଠା ଗଇଁଠା ପିଠା ମତେ ଭଲ ଲାଗେ ଗଇଁଠା ପିଠା ଭଲ ଲାଗେ ଆଉ ଗୋଟେ ମୋ ମନ ନାହିଁ ସବୁ ତ ମୁଁ ତ କରେ ତମେ କୋଉଠି କର ତମେ କହୁନା ମୁଁ କାହିଁ ଘୋଷିବି ଗଇଁଠା ମତେ ଯୋଉଟା ଭଲ ଲାଗେ ମୁଁ ସେଇଟା ମୁଁ ଗଇଁଠା ପିଠା ଭଲ ଲାଗେ ସେଇଟା କୁହ ଆଉ କଣ ପଚାରିବି ଆମର ବାହାଘର ତାରିଖ କେତେ ମୋ ଜନ୍ମଦିନ ମନରେ ନାହିଁ କୋଉଦିନ ମୋ ମମି ମତେ ମନରେ ପକେଇ 2 ଦିନ 3 ଦିନ ପୂର୍ବରୁ ବାହାଘର ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ ବାହାଘର ମୋ ଜନ୍ମଦିନ 6 ମାସ 25 ତାରିଖରେ କାର ମୋ ଜନ୍ମଦିନ 6 ମାସ 25 ତାରିଖ ମୋ ଜନ୍ମଦିନ ଆଉ କେବେ ତମ ଜନ୍ମଦିନ ମୋ ଜନ୍ମଦିନ ମୋ ମମି ମତେ ମନରେ ପକେଇ 2 ଦିନ 3 ଦିନ ପୂର୍ବରୁ ବାବୁନ ଜନ୍ମଦିନ ବାବୁନ ଆମର 11 ମାସ 11 ତାରିଖରେ ବାହାଘର ଡେଟ୍ ବା ତମର ଜନ୍ମ ମାସ ପୂର୍ବରୁ ହେଇଥିଲା 5 ମାସରେ 5 ମାସରେ ତାରିଖ ତ କୁହ ତାରିଖ ବା 25 ତାରିଖ
ସବୁ ଭୁଲ କହିଛନ୍ତି ଆନ୍ସର। ଆଉ ମୁଁ ଏଇଠି ଦେଖ ଲେଖିଛି ସବୁ, ମୋ ଜନ୍ମଦିନ ଟା ଖାଲି ଲେଖିନି। ତମେ ପଢ, ତମେ ପଢିକି ମନେ ରଖ। ତମ ଜୀବନରେ ସବୁଠାରୁ ଖୁସିର ଦିନ ଯେବେ ପୁଅ ଜନ୍ମ ହେଇଥିଲା। ଠିକ ଅଛି। ତୁମ ଜୀବନର ସବୁଠୁ ଦୁଃଖର ଦିନ କୋରୋନା। ଠିକ ଅଛି। ତୁମ ମୋର କେଉଁ ହାତ ତିଆରି ଖାଦ୍ୟ ଭଲ ଲାଗେ? ଗଇଁଠା ପିଠା। ଠିକ। ଭେଜ ବିରିୟାନୀ। ହଁ, ସେଟା କଣ ଲାଷ୍ଟ କଣ ଲେଖା ହେଇଛି? ତାରିଖ, ଜନ୍ମ ତାରିଖ। ନା ଲୋ, ଏଇ ଯୋଉ ଖାଇବା ଯୋଉ ଖାଇବା ଗଇଁଠା ପିଠା, ଭେଜ ଫ୍ରାଇଡ ରାଇସ୍। ଫ୍ରାଇଡ ରାଇସ୍। ଆଉ ଆମ ବାହାଘର ତାରିଖ କେବେ? 3/5/21। ମୋ ଜନ୍ମଦିନ ମୋର ମନ ନଥାଏ, ମୋ ମମି ମତେ ମନରେ ପକାଏ। ଏଇଥିରୁ ତମେ ଜଣା ପଡିଲା ତମେ କେତେ ଭଲ ପାଅ। ମୋ ବାର୍ଥଡେ ତ କେବେ ତା ସେଲିବ୍ରେଟ ମାନେ ନୁହଁ ଯେ ଆମେ ଭଲ ପାଇଲେ ଆମେ ସମସ୍ତଙ୍କର ତାଙ୍କ ଜନ୍ମଦିନ, ଆମର ବାହାଘର, ମ୍ୟାରେଜ ସବୁ ଜନ୍ମଦିନର ମାନେ ଯୋଉ ତାରିଖ ମନେ ରଖିବା ଜରୁରୀ। ମନରୁ ଯିଏ ଭଲ ପାଏ ନା, ତାରିଖ କିଛି ଦରକାର ପଡିନଥାଏ। ଆଉ ସେ ଡାଇଲଗ ଗୁରା ଆମେ ଡାଇଲଗ ମାରୁନୁ ଭାଇ। ଦେଖ, ଆମେ ଯେମିତି ସେମିତି। ଆମେ ଭଲ ପାଇବା ପାଇଁ ଗୋଟେ ଆକ୍ଟିଂ କରିପାରୁନୁ କେବେ। ଆମେ ଯେମିତି ସେମିତି ଭଲ ପାଉ। ମାନେ ସ୍ତ୍ରୀ ଲୋକଙ୍କୁ ଇମ୍ପ୍ରେସ କରିବା ପାଇଁ ତାଙ୍କ ଜନ୍ମଦିନ, ତାଙ୍କ ପୁଅ ମା, ଆମ ବାହାଘରର ଡେଟ୍, ସବୁ ମନେ ରଖିବା ପାଇଁ ପଡିବ। ମୁଁ ବୋଲି ହସି ଦଉଛି, ଆଉ କିଏ ହେଇଥିଲେ ରାଗିଯାଆନ୍ତାଣି ଏତେ ବେଳକୁ। ମୋ ବାହାଘର ଡେଟ୍ ମନେ ରଖିନ, ମୁଁ କହିଲେ ବାହାଘର ଡେଟ୍ କଣ? ମନେ ପକେଇବାନି। ମୋ ଜନ୍ମଦିନ ମୁଁ ମନେ ରଖିନି ଆଜି ପର୍ଯ୍ୟନ୍ତ। ମୋର ମମି 3 ଦିନ 4 ଦିନ ପୂର୍ବରୁ ମୋ ମମି ମତେ ଫୋନ କରିକି, ରାଜା ତମ ଜନ୍ମଦିନ ଏତିକି ତାରିଖରେ। ତମ ପୁଅ ଯୋଉଦିନ ଜନ୍ମ ହେଇଥିଲା ସେଦିନ ତମର ସବୁଠାରୁ ଖୁସିର ଦିନ। ତମେ ସେଇଟା କେମିତି ଭୁଲ କହିଦେଲ? ଡିସେମ୍ବର କହିଦେଲ। ଡିସେମ୍ବର ଆମର ବା ଠିକ 11 ମାସ 18 ତାରିଖରେ, ଶୁକ୍ରବାରରେ ଦିନ 2ଟା ବେଳେ। ଭୁଲ କହିଛି? ଫାଷ୍ଟ ତ ଭୁଲ କହିଥିଲା। 11 ମାସ 18 ତାରିଖ ଶୁକ୍ରବାର ଦିନ ପଡେ ଆମର। ମୋର 2 ଟାଇମ ହେଇଗଲାଣି, ବର୍ତ୍ତମାନ ପାଇଁ 2ଟା ବାଜିଗଲାଣି। ମୋର 2 ଟାଇମ ହେଇଗଲାଣି। ମୁଁ ଏବେ ଯାଉଛି ରାତି 10ଟାରେ ଫେରିବି। ଆଉ ଆଶା କରୁଛି ଆପଣଙ୍କୁ ଯଦି ବ୍ଲଗଟି ଭଲ ଲାଗିଥିବ, ଆପଣ କମେଣ୍ଟ ସେୟାର ମାଧ୍ୟମରେ ଆପଣ ମତେ ଆମକୁ ଟିକେ ଜଣେଇବେ। ରହୁଛି। ଜୟ ଜଗନ୍ନାଥ। ନମସ୍କାର।